ସଦ୍ଗୁଣରେ ସମ୍ପନ୍ନ ପ୍ରାଣୀ ଯିଏ ମୋ ମାର୍ଗକୁ ବୁଝି ନିଜ ନିଶ୍ୱାସରେ ମୋ ଧ୍ୱନିକୁ ସ୍ପନ୍ଦିତ କରନ୍ତି ତାଙ୍କ ନିମିତ୍ତ ମୁଁ ତ୍ରାଣକର୍ତ୍ତା ମୋ ଓଙ୍କାର। ଆକାଶ ମାର୍ଗରେ ଯିବା ସମୟରେ ନାରଦ ତଳକୁ ଚାହିଁ ଦେଖିଲେ ଯେ ବିନ୍ଧ୍ୟାଚଳ ନତମସ୍ତକ। ତଳକୁ ଆସି ପଚାରିଲା ପରେ ଜାଣିଲେ ଗୁରୁ ଅଗସ୍ତ୍ୟଙ୍କ ଆଦେଶରେ ସେ ନତମସ୍ତକ। ବିନମ୍ରତାର ମାର୍ଗ ବୁଝାଇ ଏବଂ ଶିବ ଆରାଧନାର ମାର୍ଗ କହି ନାରଦ ଭଗବାନ ଶିବଙ୍କ ନିକଟରେ ପହଞ୍ଚିଲେ ଆଉ ବିନ୍ଧ୍ୟାଚଳର ଉଦ୍ଧାର ପାଇଁ ପ୍ରାର୍ଥନା କଲେ। ଶିବ ଆଶ୍ୱାସନା ଦେଇ ବିନ୍ଧ୍ୟାଚଳକୁ ଦର୍ଶନ ଦେବା ନିମନ୍ତେ ଆସି ପହଞ୍ଚିଲେ। ବରଦାନ ସ୍ୱରୂପ ଭଗବାନ ଶଙ୍କର ନର୍ମଦା ତଟରେ ଜ୍ୟୋତି ରୂପରେ ବିରାଜମାନ ହେବାର ବଚନ ଦେଲେ। ସେବେଠୁ ଓଙ୍କାରେଶ୍ୱର ଏବଂ ଅମରେଶ୍ୱରଙ୍କଠାରେ ଶିବ ଭକ୍ତମାନଙ୍କ ଭିଡ଼ ଲାଗି ରହିଥାଏ। ଶିବ ମନ୍ଦିରରେ ଶିବ ଭକ୍ତିର ପବିତ୍ର ବାତାବରଣ ଲାଗି ରହିଲା। କିନ୍ତୁ ସ୍ୱର୍ଗଲୋକରେ ଅହଙ୍କାରୀ ତାରକାସୁର ନାରଦଙ୍କର ନାରାୟଣ ଜପରେ ବି ଆପତ୍ତି କରୁଥିଲା। ନାରଦ ତାକୁ ବୁଝାଇବାକୁ ଚାହାନ୍ତି, କିନ୍ତୁ ତାରକାସୁର କ୍ରୋଧରେ ତାଙ୍କ ପାଖକୁ ଝପଟି ଆସେ ଆଉ ସେ ଅଦୃଶ୍ୟ ହୋଇଯାଆନ୍ତି। ନାରଦ ବ୍ରହ୍ମାଙ୍କୁ ଯାଇ କୁହନ୍ତି ଯେ ସେ କାହିଁକି ଦୁଷ୍ଟମାନଙ୍କୁ ବରଦାନ ଦେଇ ସାଧୁଜନମାନଙ୍କର କ୍ଷତି କରୁଛନ୍ତି। ତୁମର ଅସନ୍ତୋଷ ଆଉ କ୍ଷୀଣତାର କାରଣ ମୁଁ? କେବଳ ମୋତେ ନୁହେଁ ପରମ ପିତା, ସମଗ୍ର ମାନବ ଜାତି ଏବଂ ଦେବଗଣକୁ ଆପଣ ଅସନ୍ତୁଷ୍ଟ କରି ରଖିଛନ୍ତି। ମୋତେ କାହିଁକି ନିଜ ଲୀଳା ଦେଖାଉଛ ନାରଦ? ସ୍ପଷ୍ଟ କୁହ, କ'ଣ କହିବାକୁ ଚାହୁଁଛ? ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛି ପରମ ପିତା, ଯେ ଆପଣ ବିଚାର ନ କରି କୁପାତ୍ର ଏବଂ ରାକ୍ଷସଙ୍କୁ ବଡ଼ ବଡ଼ ବରଦାନ ଦେଇ ଚାଲିଛନ୍ତି, ଯେଉଁଥିରେ କି ଏ ରାକ୍ଷସ ଉଦଣ୍ଡ ହୋଇ ବରଦାନ ଶକ୍ତିର ଅନୁଚିତ ସୁଯୋଗ ନେଉଛନ୍ତି, ଦେବତା ଏବଂ ମାନବଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ନ୍ୟାୟ ନୀତି, ଦୟା ଧର୍ମ, କରୁଣା ସତ୍କର୍ମ ଏସବୁର ତ ମର୍ଯ୍ୟାଦା ରଖୁନାହାନ୍ତି। ଲାଗୁଛି କୌଣସି ଅସୁର ଦ୍ୱାରା ପୀଡ଼ିତ ହୋଇ ଏଠାକୁ ଆସିଛ। ପରମ ପିତା, ଆପଣ ସ୍ପଷ୍ଟ କାହିଁକି କହୁନାହାନ୍ତି ଯେ ଆପଣଙ୍କ ବରଦାନରେ ଉନ୍ମତ୍ତ ହୋଇଥିବା ସେ ଅସୁରଠୁ ମୁଁ ପୀଡ଼ିତ ହୋଇ ଆସୁଛି, ଆଉ ସେ ଅସୁରର ନାମ ତାରକାସୁର। ଏବେ ତ ଆପଣ ଜାଣିପାରିଲେ ନା ମୁଁ କୋଉଠୁ ଆସୁଛି? ତାରକାସୁର ସହ ତମର କ'ଣ ଶତ୍ରୁତା ହୋଇପାରେ ନାରଦ? ନାରାୟଣ ନାରାୟଣ, ସେଇଆ ଯାହା ଦୁଷ୍ଟଙ୍କର ସଜ୍ଜନ ସହ ହୋଇଥାଏ। ଦେବତାଙ୍କର ତାଙ୍କ ସହ କ'ଣ ଶତ୍ରୁତା ଥିଲା ଯେ ସେ ଦେବରାଜ ଇନ୍ଦ୍ରଙ୍କୁ ସ୍ୱର୍ଗରୁ ତଡ଼ିଦେଲା? କାହିଁକି ସେ ଦେବତାଙ୍କ ସହ ବାଦ କରୁଛି? କାହିଁକି ସେ ପୃଥିବୀବାସୀଙ୍କ ଉପରେ ଅକାରଣର ଅତ୍ୟାଚାର କରୁଛି? ତାର ଏସବୁର ଉତ୍ପତ୍ତିର କାରଣ କ'ଣ? ତାର ଧୃଷ୍ଟତା, ତାର ତାମସିକତା, ତାର ଅସୁର ପ୍ରବୃତ୍ତି, ତାର ଉଦ୍ଦାମ ଅହଙ୍କାର। ଏଭଳି ନିଚ ପ୍ରାଣୀ କୌଣସି କାରଣ ବଶତଃ କାହାର ଶତ୍ରୁ ହୋଇନଥାନ୍ତି, ସେ ତ ଅକାରଣରେ ଶତ୍ରୁ ହୋଇଯାଆନ୍ତି। ଯଦି ବା କୌଣସି କାରଣ ଥାଏ ତେବେ ଅତ୍ୟନ୍ତ ସମୁଚିତ। ଅର୍ଥାତ୍ କାରଣ ତୁମେ ତାକୁ ଦେଲ। ପରମ ପିତା, ଦୁଷ୍ଟକୁ ନିଜ ଦୁଷ୍ଟାମୀ ତ୍ୟାଗ ନିମନ୍ତେ କହିବା ତାର ଦୁଷ୍ଟାମୀକୁ ଅଧିକ ବିକଟାଳ କରିଦେଇଥାଏ। ମୁଁ ତ ତାରକାସୁରକୁ କେବଳ ଏତିକି କହିଲି ଯେ ସେ ପୃଥିବୀବାସୀଙ୍କ ଉପରେ ଅତ୍ୟାଚାର ନ କରୁ, ନଚେତ ଏହାର ପରିଣାମ ଅଶୁଭ ହେବ। ବାସ୍ ଏତିକି ଶୁଣିଲା ପରେ ସେ ଉତ୍ତେଜିତ ହୋଇପଡ଼ିଲା। ମୁଁ ସେଠାରୁ ପଳାୟନ କଲି। ଆପଣ ହସୁଛନ୍ତି ପରମ ପିତା, ହସନ୍ତୁ, କିନ୍ତୁ ଏତିକି ଧ୍ୟାନ ରଖିବେ, ଯଦି ସେ ଆଜି ମୋ ଉପରେ କ୍ରୋଧିତ ହୋଇପାରିଲା ତେବେ କାଲି ଆପଣଙ୍କ ଉପରେ ବି ହୋଇପାରେ। ନା ନାରଦ, ଏମିତି କଦାପି ହେବନି। ତାରକାସୁରର ଶତ୍ରୁତା ଦେବଗଣଙ୍କ ସହ ଗାଦି ଆଉ ଅଧିକାରକୁ ନେଇ। ସେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହ କଦାପି ଶତ୍ରୁତା କରିବନି। ପରମ ପିତା, ତାହେଲେ ପୃଥିବୀବାସୀଙ୍କ ସହ ତାର ଶତ୍ରୁତା କେଉଁଥିପାଇଁ? ସେ ତାଙ୍କ ଉପରେ ପ୍ରତ୍ୟେକ ଦିନ କାହିଁକି ଅତ୍ୟାଚାର କରୁଛି? ଇଏ ତାର ଉନ୍ମାଦନା। ନା ପରମ ପିତା, ଆପଣଙ୍କ ବରଦାନରୁ ଉତ୍ପନ୍ନ ଅଧିକାର ଏବଂ କ୍ଷମତାର ଉନ୍ମାଦନା ଇଏ। ନା ଆପଣ ତାକୁ ବରଦାନ ଦେଇଥାନ୍ତେ, ନା ଏ ଉନ୍ମାଦନା ଜନ୍ମ ହୋଇଥାନ୍ତା। ପରମ ପିତା, ଏହି ଅସୁରମାନେ କେବଳ ବରଦାନ ପ୍ରାପ୍ତି ନିମନ୍ତେ ତପସ୍ୟା କରିଥାନ୍ତି, ଯେମିତି ସେଥିରୁ ପ୍ରାପ୍ତ ଶକ୍ତିର ଦୁରୁପଯୋଗ କରିପାରିବେ।
ଗୋଟିଏ କିମ୍ବା ଦୁଇଟି ଉଦାହରଣକୁ ଛାଡ଼ିଲେ ଏ ଜଗତରେ ଏମିତି ବା କିଏ ଅଛି ଯିଏ ଶକ୍ତିକୁ ସଦୁପଯୋଗ କରିପାରିଛି? ଆଉ ଭବିଷ୍ୟତରେ ବି ଏମିତି ହେବାର କୌଣସି ସମ୍ଭାବନା ନାହିଁ। ଭବିଷ୍ୟତରେ ପାପାତ୍ମାଙ୍କର ପଦ ସେବକ ବି ନିଜକୁ ନିଜେ ଶକ୍ତିମାନ ବୋଲାଇ ନିଜ ଶକ୍ତିର ଦୁରୁପଯୋଗ କରିବାରୁ ବିରତ ହେବେନି ନାରଦ। ପୁତ୍ର ନାରଦ, ତାରକାସୁରକୁ ବରଦାନ ଅକାରଣରେ ପ୍ରାପ୍ତ ହୋଇନି, ସେ ତପ କରିଥିଲା। ବ୍ରହ୍ମଦେବ, ତପ ତ ମୁଁ ମୋ ପିତା ଆଉ ପିତାମହ ବି କରିଛନ୍ତି, କିନ୍ତୁ ଆମକୁ ବରଦାନର ଫଳ ଆଜି ପର୍ଯ୍ୟନ୍ତ ପ୍ରାପ୍ତ ହେଲାନି। ଏ ସ୍ୱର ତ ଚିହ୍ନା ଚିହ୍ନା ଲାଗୁଛି। ହଁ, ଇଏ ଭଗୀରଥର ସ୍ୱର। ବ୍ରହ୍ମଦେବ, ମୁଁ ଆପଣଙ୍କୁ ବରଦାନ ମାଗିବା ନିମନ୍ତେ ଯୁଗ ଯୁଗରୁ ତପସ୍ୟା କରୁଛି, ମୋ ଉପରେ ପ୍ରସନ୍ନ ହୋଇ ଦର୍ଶନ ଦିଅନ୍ତୁ। ପରମ ପିତା, ଭଗୀରଥ ଆପଣଙ୍କୁ ଡାକୁଛନ୍ତି। ଅନେକ ଥର ଡାକି ସାରିଛି, ତଥାପି ବି ଆପଣ ଏପର୍ଯ୍ୟନ୍ତ ତାଙ୍କ ଡାକରାର ଉତ୍ତର ଦେଲେନି। ଅସୁରଙ୍କ ତପସ୍ୟା ଏବଂ ଡାକରାର ତ ଆପଣ ଶୀଘ୍ର ଉତ୍ତର ଦେଇଦିଅନ୍ତି, କିନ୍ତୁ ଭଗୀରଥ ଭଳି ତପସ୍ୟାକୁ ଆପଣ କାହିଁକି ବ୍ୟାକୁଳ କରୁଛନ୍ତି? ରାଜା ଭଗୀରଥଙ୍କ ପୂର୍ବଜ ବି ତପସ୍ୟା କରି କରି ନିଜ ପ୍ରାଣ ତ୍ୟାଗ କରିଲେ, କିନ୍ତୁ ତାଙ୍କ ତପସ୍ୟାର ବି ଆପଣ ଫଳ ଦେଲେନି। ଏ ପକ୍ଷପାତ କାହିଁକି ପରମ ପିତା? ବିଧିର ବିଧାନରେ ପକ୍ଷପାତ ଭଳି ଶବ୍ଦ ନାହିଁ ନାରଦ। ପ୍ରତ୍ୟେକ କାର୍ଯ୍ୟ ପାପ ଆଉ ପୁଣ୍ୟର ଗଣନାରେ ଆଧାରିତ ହୋଇଥାଏ। ତାରକାସୁରର ପୂର୍ବଜଙ୍କ କର୍ମପୃଷ୍ଠ ଅଲିଖିତ ଏବଂ ପାପଶୂନ୍ୟ ଥିଲା, ଯେତେବେଳେ ଭଗୀରଥର ପୂର୍ବଜଙ୍କ କର୍ମଲେଖ ପୁଣ୍ୟଶୂନ୍ୟ ଏବଂ ପାପରେ ପୂର୍ଣ୍ଣ ଥିଲା। ତୁମେ ନିଜେ ଏ ସତ୍ୟକୁ ଅବଶ୍ୟ ଜାଣିଥିବ, ଆଉ ଏ କଥା ବି ଜାଣିଥିବ ଯେ ପ୍ରତ୍ୟେକ କାର୍ଯ୍ୟର ନିଜର ନିଶ୍ଚିତ ସୀମା ଥାଏ, ସମୟ ବି ରହିଥାଏ। ଆଉ ଭଗୀରଥର କାମନା ପୂର୍ଣ୍ଣ କରିବାର ସମୟ ଆସିଛି। ନାରାୟଣ ନାରାୟଣ। ହେ ସୃଷ୍ଟିକର୍ତ୍ତା, ହେ ବ୍ରହ୍ମାଣ୍ଡର ରଚୟିତା ବ୍ରହ୍ମଦେବ, ମୋତେ ବି କଣ ମୋ ପୂର୍ବଜଙ୍କ ଭଳି ତପସ୍ୟା କରି କରି ମୋ ନିଜ ପ୍ରାଣର ବଳିଦାନ ଦେବାକୁ ହେବ? ମୋତେ କଣ ଆପଣଙ୍କ କୃପା ଏବଂ ଆଶୀର୍ବାଦର ପ୍ରାପ୍ତି ହେବନି? ହେ ପରମ ପିତା, ଆଜି ମୁଁ ଆପଣଙ୍କ ଦର୍ଶନ କରିବି, ନଚେତ୍ ମୋ ପୂର୍ବଜ, ମୋ ପିତା ଏବଂ ପିତାମହଙ୍କ ଭଳି ଆପଣଙ୍କ ସ୍ମରଣ କରି କରି ନିଜର ପ୍ରାଣ ତ୍ୟାଗ କରିବି। ଦର୍ଶନ ଦିଅ ବ୍ରହ୍ମଦେବ, ଦର୍ଶନ ଦିଅ, ଦର୍ଶନ ଦିଅ ବ୍ରହ୍ମଦେବ, ଦର୍ଶନ ଦିଅ, ଦର୍ଶନ ଦିଅ, ଦର୍ଶନ ଦିଅ ବ୍ରହ୍ମଦେବ, ଦର୍ଶନ ଦିଅ, ଦର୍ଶନ ଦିଅ, ଦର୍ଶନ ଦିଅ ବ୍ରହ୍ମଦେବ, ଦର୍ଶନ ଦିଅ, ଦର୍ଶନ ଦିଅ, ଦର୍ଶନ ଦିଅ ବ୍ରହ୍ମଦେବ, ନଚେତ୍ ଆପଣଙ୍କର ଏ ଭକ୍ତ ଏ ସଂସାରରୁ ଚାଲିଯିବ। ବ୍ରହ୍ମଦେବ, ଏ ସଂସାରରୁ ଚାଲିଯିବ। ଭଗୀରଥ, ଓହୋ ଭାଗ୍ୟ, ଓହୋ ଭାଗ୍ୟ। ଭଗୀରଥ, ମୁଁ ତୁମ ତପସ୍ୟାରେ ପ୍ରସନ୍ନ। ମାଗ, ବରଦାନ ମାଗ। ଓହୋ ଭାଗ୍ୟ ଦେବ, ଓହୋ ଭାଗ୍ୟ। ଆପଣଙ୍କର ଦର୍ଶନ ଲଭି ମୋ ପ୍ରାଣରେ ନବୀନ ଚେତନାର ସଞ୍ଚାର ହୋଇଛି ପ୍ରଭୁ। ଆଜି ମୋର ବିଶ୍ୱାସ ହେଲା ଯେ ମୋ ଜୀବନ ଧନ୍ୟ ହେଇଗଲା, ଧନ୍ୟ ହେଇଗଲା ପ୍ରଭୁ, ଧନ୍ୟ ହେଇଗଲା। ତୁମ ତପ ସଫଳ ହେଲା ଭଗୀରଥ। କିନ୍ତୁ ବ୍ରହ୍ମଦେବ, ମୋ ପିତାମହ ଅଂଶୁମନ ଆଉ ମୋ ପିତା ରାଜା ଦିଲ୍ଲୀପଙ୍କ ତପସ୍ୟା ଆପଣ ସଫଳ ଆଉ ସାର୍ଥକ କାହିଁକି କଲେନି ପ୍ରଭୁ? ତାଙ୍କର କି ଦୋଷ ଥିଲା, କି ଅପରାଧ ଥିଲା? ନା ଆପଣଙ୍କ ଦର୍ଶନ ମିଳିଲା, ଆଉ ନା ଆପଣଙ୍କ ବରଦାନ ପ୍ରାପ୍ତ କଲେ ପ୍ରଭୁ। ତାଙ୍କ ତପସ୍ୟା ବ୍ୟର୍ଥ କାହିଁକି ହେଲା ପ୍ରଭୁ? ଇଏ ତୁମର ଭ୍ରମ ରାଜା ଭଗୀରଥ। କାହାର ତପସ୍ୟା କଦାପି ବ୍ୟର୍ଥ ହୁଏନି। ନା ଅତୀତରେ ଏମିତି ହୋଇଛି, ନା ଆଉ ଭବିଷ୍ୟତରେ ଏମିତି ହେବ। ତୁମ ପିତା ପିତାମହ ଯେଉଁ ତପସ୍ୟା କରିଛନ୍ତି ସେସବୁ ବ୍ୟର୍ଥ ଯାଇନି। ତାହେଲେ ସେ ଆପଣଙ୍କ ଦର୍ଶନ
ଏବଂ ଆପଣଙ୍କ ବରଦାନରୁ ବଞ୍ଚିତ ରହିଲେ କାହିଁକି ଭଗବାନ? ଭଗୀରଥ, ଯଦି ତୀର୍ଥସ୍ଥଳ ପୁଣ୍ୟ ଥାଏ ଆଉ ଯାତ୍ରା ଦୀର୍ଘ ହୁଏ, ତେବେ ତାକୁ ପୂର୍ଣ୍ଣ କରିବାକୁ ସମୟ ଲାଗିଥାଏ। ଠିକ୍ ସେମିତି ଯେମିତି ପାପର ଗଣ୍ଠିଲି ବଡ଼ ଏବଂ ଭାରି ଥାଏ, ତେବେ ତାକୁ ଖୋଲିବା ଏବଂ ଦେଖିବାକୁ ସମୟ ଲାଗିଥାଏ। ମୋ ଅଭିପ୍ରାୟ ବୁଝୁଛ ନା ଭଗୀରଥ? ନାଇଁ ବ୍ରହ୍ମଦେବ, ମୁଁ କିଛି ବୁଝିପାରିଲିନି। ଚେଷ୍ଟା କର। ଜ୍ଞାନ ଏବଂ ବୁଦ୍ଧିରେ ପ୍ରାଣୀ ସତ୍ୟ ପାଖରେ ପହଞ୍ଚେ, ଆଉ ସତ୍ୟ ହେଉଛି ପୂର୍ବଜଙ୍କ ସତ୍କର୍ମର ପୁଣ୍ୟ ଆଉ ଦୁଷ୍କର୍ମର ପାପ ତାଙ୍କ ସନ୍ତାନଙ୍କୁ ପ୍ରାପ୍ତ ହୋଇଥାଏ। ତୁମ ପିତା ଏବଂ ତାଙ୍କ ପିତାମହଙ୍କ ପୂର୍ବଜ ଯେଉଁ ଦୁଷ୍କର୍ମ କଲେ, ତାର ଦୁଷ୍ପରିଣାମ ତୁମ ପିତା ଏବଂ ପିତାମହଙ୍କୁ ଭୋଗିବାକୁ ପଡ଼ିଲା। ଆଉ ତାଙ୍କ ତପସ୍ୟା ସଫଳ ହେଲାନି, କାହିଁକି ନା ତାଙ୍କ ତପସ୍ୟାରୁ ପ୍ରାପ୍ତ ପୁଣ୍ୟ ପୂର୍ବଜଙ୍କ ଦୁଷ୍କର୍ମର ପ୍ରଭାବ ଦୂରେଇବାରେ ହିଁ ବ୍ୟୟ ହୋଇଗଲା। କିନ୍ତୁ ଭଗୀରଥ, ତୁମ ପିତା ରାଜା ଦିଲ୍ଲୀପ ତଥା ପିତାମହ ରାଜା ଅଂଶୁମାନଙ୍କର ପବିତ୍ର ଅଂଶର କିଛି ଅଂଶ ତୁମକୁ ପ୍ରାପ୍ତ ହୋଇଛି। ସେଥିପାଇଁ ତାଙ୍କ ତପସ୍ୟାର ସୁଫଳ ଏବେ ତୁମକୁ ପ୍ରାପ୍ତ ହେବ। ବ୍ରହ୍ମଦେବ, କ'ଣ ଏମିତି ବି ହୋଇଥାଏ? ପୂର୍ବଜ ଏବଂ ପିତାଙ୍କ ପୁଣ୍ୟ ଏବଂ ପାପର ଫଳ ସନ୍ତାନକୁ ପ୍ରାପ୍ତ ହୋଇଥାଏ? ଏମିତି ହିଁ ହୋଇଥାଏ ଭଗୀରଥ। ଏହା ପ୍ରକୃତିର ଅତୁଟ ନିୟମ। ଆଉ ତୁମ ବଂଶରେ ଘଟିଥିବା ଘଟଣା ଏ ଅତୁଟ ନିୟମର ପ୍ରତ୍ୟକ୍ଷ ପ୍ରମାଣ। ଯେଉଁ ବ୍ୟକ୍ତି ଏ ଅତୁଟ ନିୟମ ସହ ପରିଚିତ ହୋଇଥାଏ, ସେ କଦାପି ଦୁଷ୍କର୍ମ କରିନଥାଏ, କାହିଁକି ନା ସେ ଜାଣିଥାଏ ଯେ ତାର ଦୁଷ୍କର୍ମ ତାର ସନ୍ତାନର କ୍ଷତି ଅବଶ୍ୟ କରିବ। କିନ୍ତୁ ଯାହାର ନିୟମର ଜ୍ଞାନ ନଥାଏ, ସେ ଦୁଷ୍କର୍ମ କରି ନିଜ ସନ୍ତାନର ଭବିଷ୍ୟତକୁ ନିଜେ କଷ୍ଟର ଅନ୍ଧକାରକୁ ଠେଲି ଦିଅନ୍ତି। ତୁମର ଏ ତପସ୍ୟା ଏହି ସତ୍ୟକୁ ସଂସାର ସମ୍ମୁଖରେ ଉଦାହରଣ କରିଦେବ, ଆଉ ତୁମ ତପସ୍ୟାର ପୁଣ୍ୟ ଯୁଗ ଯୁଗ ଯାଏ ତୁମ ସନ୍ତାନଙ୍କୁ ପ୍ରାପ୍ତ ହେବ। ତେବେ ବ୍ରହ୍ମଦେବ, ସଂସାରର ଏ ଅତୁଟ ନିୟମ କ'ଣ ଯୁଗ ଯୁଗ ଧରି ଚାଲିଥାଏ? ନିଶ୍ଚିତ ରୂପରେ ଚାଲିଥାଏ ଭଗୀରଥ। ପ୍ରଳୟ ପର୍ଯ୍ୟନ୍ତ ତଥା ପ୍ରଳୟ ପରେ, ତାପରେ ପ୍ରଳୟ ଯାଏ। କିନ୍ତୁ ଭଗୀରଥ, ଆଗାମୀ କଳିଯୁଗରେ ପ୍ରାଣୀ ଏ ନିୟମରେ ବିଶ୍ୱାସ ନ କରି ନିଜ କୁକର୍ମରେ ଲିପ୍ତ ରହି ନିଜ ସନ୍ତାନର ଭବିଷ୍ୟତକୁ ଦୁଃଖମୟ କରିଦେବ। ସନ୍ତାନକୁ ଯେଉଁ ଅସାଧ୍ୟ କଷ୍ଟ ହେବ, ସେ ତାର କାରଣ ଖୋଜି ଚାଲିବେ, କିନ୍ତୁ ତାର ନିଦାନ ପ୍ରାପ୍ତ କରିବେନି। ଆଉ ସେ ପରିଣାମ ନିକଟରେ କଦାପି ପହଞ୍ଚି ପାରିବେନି ଯେ ସନ୍ତାନକୁ ଯେଉଁ କଷ୍ଟ ମିଳିଛି, ତାର କାରଣ ତାଙ୍କ ନିଜସ୍ୱ ପାପକର୍ମ। ଯେଉଁ ପ୍ରାଣୀ ଏ ସତ୍ୟ ଏବଂ ନିୟମର ଜ୍ଞାନ ଏବଂ ଧ୍ୟାନ ରଖି ସତ୍କର୍ମ କରିବ, ତା ସନ୍ତାନ ସୁଖ ଏବଂ ସମୃଦ୍ଧିରେ ପୂର୍ଣ୍ଣ ହେବ। ଏବେ ମୋତେ ମୋ ପୂର୍ବଜଙ୍କ ଉଦ୍ଧାର ନିମନ୍ତେ କ'ଣ କରିବାକୁ ହେବ ଭଗବାନ? କ'ଣ କରିବାକୁ ହେବ? ଗଙ୍ଗା ପୃଥିବୀରେ ଅବତରିତ ହେବା ଦ୍ୱାରା ତୁମ ପୂର୍ବଜଙ୍କର ଉଦ୍ଧାର ଅବଶ୍ୟ ହେବ। କିନ୍ତୁ ଗୋଟାଏ ବାଧା ଅଛି। ଏବେ ଆଉ କେଉଁ ବାଧା ବାକି ଅଛି ପରମ ପିତା? ଏବେ ତ ଏ ବାଧାର ଗତି ଉପରେ ବିରାମ ଲଗାନ୍ତୁ ଭଗବାନ। ତୁମ କର୍ମର ପ୍ରତିଫଳ କିମ୍ବା ମୋ ପକ୍ଷରୁ କୌଣସି ବାଧା ନାହିଁ। ଏହା ଏକ ଭିନ୍ନ ପ୍ରକାରର ପ୍ରତିରୋଧ ଭଗୀରଥ। କିଭଳି ପ୍ରତିରୋଧ? ସ୍ପଷ୍ଟ କରନ୍ତୁ ବ୍ରହ୍ମଦେବ। ତୁମେ ନିଜର ସେହି ପୂର୍ବଜଙ୍କର ଉଦ୍ଧାର କରିବାକୁ ଇଚ୍ଛୁକ, ଯିଏ କପିଳ ମୁନିଙ୍କ ଅଭିଶାପରେ ଭସ୍ମ ହୋଇ ପାଉଁଶର ସ୍ତୂପ ପାଲଟିଥିଲେ। ତୁମେ, ତୁମ ପିତା ଆଉ ତୁମ ପିତାମହ ମୋର ତପ କରିଛ। ତୁମେ ସମସ୍ତେ ମୋର ତପ କରି ମୋତେ ପ୍ରସନ୍ନ କରିବାର ଚେଷ୍ଟା କରିଛ। କିନ୍ତୁ ତୁମ ପୂର୍ବଜଙ୍କ ଉଦ୍ଧାର ତ ଗଙ୍ଗାଙ୍କ ପବିତ୍ର ଜଳରେ ହେବ। ତେବେ କ'ଣ ମୋତେ ଏବେ ମା ଗଙ୍ଗାଙ୍କର ଆରାଧନା କରିବାକୁ ହବ?
ଏହା ହିଁ ଉତ୍ତମ ହେବ। ଯଦି ଏହା ଉତ୍ତମ ହେବ ବ୍ରହ୍ମଦେବ, ଆପଣ ସୃଷ୍ଟିରେ ସୃଷ୍ଟିକର୍ତ୍ତା। ମା ଗଙ୍ଗା ସ୍ୱର୍ଗରେ ବାସ କରନ୍ତି। ସମସ୍ତ ଦେବୀ ଦେବତା ଆପଣଙ୍କଠାରେ ସମ୍ମିଳିତ ଏବଂ ଆପଣଙ୍କଠାରେ ସମାବିଷ୍ଟ। ଆପଣଙ୍କ ସମ୍ମୁଖରେ ନତ ମୋର ଏ ମସ୍ତକ, ମାତା ଗଙ୍ଗାଙ୍କ ସମ୍ମୁଖରେ ବି ନତମସ୍ତକ। ସ୍ୱୀକାର କରନ୍ତୁ ଭଗବାନ, ମୁଁ ତ କୌଣସି ଅନ୍ତର ବା ପ୍ରଭେଦ କରିପାରୁନି ପରମ ପିତା। ଭେଦ ନ କଲେ ବି ସ୍ପଷ୍ଟ ଏତିକି ଜାଣି ରଖ ଭଗୀରଥ, ଯେ ଗଙ୍ଗା ଶ୍ରୀହରି ବିଷ୍ଣୁଙ୍କ ଚରଣରେ ବାସ କରନ୍ତି। ଅତ ଏ ବିଷୟରେ ଶ୍ରୀହରି ବିଷ୍ଣୁଙ୍କ ଆଜ୍ଞା ଆବଶ୍ୟକ। ତାପରେ ମୂଳ ବାଧା ହେଲା ଗଙ୍ଗାଙ୍କ ପୃଥିବୀ ପୃଷ୍ଠକୁ ଅବତରଣ। ତାଙ୍କୁ ଏ ପୃଥିବୀ ପୃଷ୍ଠରେ କେବଳ ଭଗବାନ ଶିବଶଙ୍କର ହିଁ ନିଜ ଜଟାରେ ଧାରଣ କରିପାରିବେ। ତେଣୁ ତୁମେ ସର୍ବପ୍ରଥମେ କାର୍ଯ୍ୟ ନିମନ୍ତେ ଶିବଶଙ୍କରଙ୍କୁ ରାଜି କରାଅ। ଅବଶ୍ୟ ପରମ ପିତା, ଅବଶ୍ୟ ରାଜି କରାଇବି ବ୍ରହ୍ମଦେବ।